ବାରବାଟୀରୁ ଭାରତୀୟ ଖେଳାଳି ଗଲା ପରେ ଏବେ ଆଇପିଏଲକୁ ଅପେକ୍ଷା କରିଛନ୍ତି ଦର୍ଶକ। ଭାରତୀୟ ଖେଳାଳିମାନେ ଭାଗ ଭାଗ ହୋଇ ହାତେଇବେ ଆଇପିଏଲ ଟ୍ରଫି, ଆଉ ଜିଣିବେ ଦର୍ଶକଙ୍କ ମନ। ଗତ ବର୍ଷ ଆଇପିଏଲ ଟ୍ରଫିକୁ କୋଲକାତା କିଙ୍ଗ ରାଇଡର୍ସ ହାତେଇ ନେଇଥିଲା, କିନ୍ତୁ ଚଳିତ ବର୍ଷରେ ଆଇପିଏଲରେ ଘୁମାଘୋଟ ଲଢ଼େଇ ହେବ। ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବ। ହଁ ଦର୍ଶକ ବନ୍ଧୁ, କାରଣ ଆଇପିଏଲ ପାଇଁ ଘୋଷଣା ହୋଇଛି ତାରିଖ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର 18ତମ ସଂସ୍କରଣ କେବେ ଆରମ୍ଭ ହେବ ଏବଂ ଏହାର କାର୍ଯ୍ୟସୂଚୀ କେବେ ପ୍ରକାଶ ପାଇବ ସେ ନେଇ ସୂଚନା ମିଳିଛି। ସୂଚନା ଅନୁସାରେ ମାର୍ଚ୍ଚ 22ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ମେ 25ରେ ଖେଳାଯିବ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଇପିଏଲ 2025 ମାର୍ଚ୍ଚ 22ରୁ ଆରମ୍ଭ ହେବ। ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ ଉଦ୍ଘାଟନୀ ମ୍ୟାଚ୍ରେ ନିଜ ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଖେଳିବ। ତେବେ ବିସିସିଆଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କାର୍ଯ୍ୟସୂଚୀ ଘୋଷଣା କରିନାହିଁ। ରିପୋର୍ଟ ଅନୁଯାୟୀ ଜାନୁଆରୀ 12ରେ ମୁମ୍ବାଇରେ ବିସିସିଆଇର ଏସ୍ଜିଏମ୍ ପରେ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଆଇପିଏଲ ମାର୍ଚ୍ଚରୁ ଆରମ୍ଭ ହୋଇପାରେ ବୋଲି ସଙ୍କେତ ଦେଇଥିଲେ। ବ୍ରଡକାଷ୍ଟମାନେ ଶନିବାରରୁ ସିଜିନ୍ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ବୋର୍ଡ ଗ୍ରହଣ କରିଛି। ଦିନେ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ସମସ୍ତେ ଆଶା ରଖିଛନ୍ତି। ବ୍ୟୁରୋ ରିପୋର୍ଟ, ସୂଚନା ଟିଭି 24x7।